ଆପଣମାନେ ଭାବୁଥିବେ କାଣା ମୁଇଁ ଇଟା ଗିନାନେ ଘାଟୁଛେ। ତ ଏଇଟା ଦେଖିପାରୁଥିବେ ମୋର ମିସେସ୍ ଗ୍ୟାସ୍ ଚୁଲା ଅନ୍ କଲେ ଆଉ କରେଇନେ ବସଛନ୍। ଏଇଟା ହଉଛେ ମାଣ୍ଡିଆ। ଆଉ ମାଣ୍ଡିଆ କ୍ଷୀରିଟା ବା ଯାହା ବି କହିସନ୍ ଆପଣଙ୍କର ଇଏରେ ବହୁତ ଭଲ ଦେହର ଲାଗି। ଇଭିନିଂ ଭବାନୀପାଟଣା। ତ ଏବେ ଆମେ ମାଣ୍ଡିଆ କ୍ଷୀରି ଖାଇସାରିଲା ପରେ ସନାୟା କହିଲା ବାପା ଗୁପଚୁପ୍ ଖାଇବାର ଅଛେ, ଗୁପଚୁପ୍ ଚାଇଏ। ଆଉ ଛୁଆମାନଙ୍କର ଜିଦ୍ ତ ଜାଣିଥିବେ। ତ ଏବେ ଆମେ ଯାଉଛୁ ଗୁପଚୁପ୍ ଖାଇ। ଚାଲୁନ୍ ଦେଖମା କେନେ ଗୁପଚୁପ୍ ଖାଇନୁ। ତ ଆମେ ପଳେଇ ଆସିଥିନୁ ନକଟିଗୁଡ଼ା ଛକ୍। ଆଉ ନକଟିଗୁଡ଼ା ଛକରେ ଥିବା SBIର ଅପୋଜିଟ୍ରେ ଏ ଭାଇ ଜଣକ ବସାସନ୍ ଗୁପଚୁପ୍। ତ ଆମେ ତ ଗୁପଚୁପ୍ ନେଇ ଖେନା ମୁଇଁ ନେଇ ଖାଇବାର ନା ଗୁପଚୁପ୍ ବେଲେ ଗୁପଚୁପ୍ ପାର୍ସଲ୍ ଲାଗି କହିଦେଲି। ଆଉ ଗୁପଚୁପ୍ ପାର୍ସଲ୍ ଧରିକରି ମୁଇଁ ଆଉ ସନାୟା ପଲେଇଗନୁ ଆମ ଘରକେ। ଘର ପହଞ୍ଚିଗଲା ପରେ ମିସେସ୍କେ କହିଥିସି ରୁଟି ବନାବ ବେଲେ ଏଇଟା ଦେଖୁଛନ୍ କେ 3 କୁଣିଆଟା ତେଲ ଲଗରୁ ବନେଇ ଦେଇଛନ୍। ମୁଁ କହିଲେ ଭାଇ ପରାଠା ତମେ ଖାଅ, ମୋର୍ ଲାଗି ରୁଟି ବନେଇଦେବ ବୋଲେ ସେ ସୁନା ଝିଅ ବୋଲେ ହଁ କଲେ। ମୋର୍ ଲାଗି ରୁଟି ବନେଇଦେଲେ, କହିଲେ କି ମୋର୍ ପରାଠା ବନେଇ ସାର ତାପରେ ବନେଇଦେବି। ତ ରୁଟି ବନେଇ ସାରିଲାକେ ଆମେ ଖାଇକରି ଚିତପାଟା